सत्संग योग को समस्त को स्वागत जनाऊे किछटा भक्तिमय परिवेश सृष्टि करने ओंकार और वेद पाठ करने मो भौणी पद्मिनी साहू को अनुरोध कर भौणी पद्मिनी साहू गणानां त्वा गणपतिगुं हवामहे कविं कवीनामुपमश्रवस्तमम् ज्येष्ठराजं ब्रह्मणस्पत आनः शृण्वन्नोतिभिः सीदसादनम् प्रणो देवी सरस्वती वाजेभिर्वाजिनीवती धेनामवित्यवतु गणेशाय नमः सरस्वत्यै नमः श्रीगुरुभ्यो नमः हरिः ओम् ॐ शान्ति शान्ति शान्तिः नमः सहमानाय व्याधिनीनां पतये नमो नमः ककुभाय निषङ्गिने स्तेनानां पतये नमो नमो निषङ्गिनैषु धीमते तस्कराणां पतये नमो नमो वञ्चते परिवञ्चते स्थायूनां पतये नमो नमो निचेरवे परिचरायारण्यानां पतये नमो नमः श्रुतावेभ्यो जिघागुंसद्भ्यो मश्नतां पतये नमो नमो श्रीमद्भ्यो नक्तं चरद्भ्यः प्रकृन्तानां पतये नमो नमो उष्णेशिने गिरिचराय कुलञ्चानां पतये नमो नमः इषुमद्भ्यो धन्वाभिभ्यश्च वो नमो नमः तन्वानेभ्यः प्रतिदधानेभ्यश्च वो नमो नमः आयच्छद्भ्यो विसृजद्भ्यश्च वो नमो नमोऽस्यद्भ्यो विद्यद्भ्यश्च वो नमो नम आशीनेभ्यः शयानेभ्यश्च वो नमो नमः स्वपद्भ्यो जाग्रद्भ्यश्च वो नमो नमस्तिष्ठद्भ्यो धावद्भ्यश्च वो नमो नमः सभाभ्यः सभापतिभ्यश्च वो नमो नमः अश्वेभ्यो शपतिभ्यश्च वो नमः ॐ शान्ति शान्ति शान्तिः ॐ सहना भवतु सहनौ भुनक्तु सह वीर्यङ्करवावहै तेजस्विनावधीतमस्तु मा विद्विषावहै ॐ शान्ति शान्ति शान्तिः स्वस्ति प्रजाभ्यः परिपालयन्तां न्यायेन मार्गेण महिषाः गोब्राह्मणेभ्यः शुभमस्तु नित्यं सुखिनो भवन्तु समस्तलोकाः सुखिनो भवन्तु समस्तलोकाः सुखिनो भवन्तु ॐ शान्ति शान्ति शान्तिः। धन्यवाद भौणी खूब सुललित कंठरे आपण समस्त को विमोहित कले। वर्तमान विवेकवाणी श्रवणार समय भौणी शुभश्री ओझा को अनुरोध से विवेकवाणी पठन करेंगे। नमस्कार शुभ संध्या। आजिर विवेकवाणी मनुष्य मूर्ख अज्ञ भली मने करे जे स्वार्थपर उपाय से निजको सुखी करि परिबो। बहुकाल चेष्टा परे मध्य से अवशेष रे बुझी पारे जे प्रकृत सुख स्वार्थपरतार विनाश रे ही निहित।
ଏବଂ ନିଜ ବ୍ୟତୀତ ଅନ୍ୟ କେହି ହେଲେ ତାକୁ ସୁଖୀ କରିପାରିବ ନାହିଁ। ନମସ୍କାର। ଧନ୍ୟବାଦ ଭଉଣୀ। ଆମ ଗହଣରେ ଉପସ୍ଥିତ ଅଛନ୍ତି ଗଙ୍ଗାଧର ବେହେରା ମହୋଦୟ, ଯାହାଙ୍କର ପରିଚୟର ଆବଶ୍ୟକତା ନାହିଁ। ମହାଶୟଙ୍କୁ ଅନୁରୋଧ କରୁଛି ସେ ଆଜିର ସଭାପତି ଆସନ ଅଳଙ୍କୃତ କରିବା ସହିତ ଆଲୋଚକଙ୍କ ପରିଚୟ ପ୍ରଦାନ କରିବେ ଏବଂ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ଆଗେଇ ନେବେ। ଡକ୍ଟର ଗଙ୍ଗାଧର ବେହେରା ମହୋଦୟ। ନମସ୍କାର ସମସ୍ତଙ୍କୁ, ଶୁଭ ସନ୍ଧ୍ୟା। ଆଜି ଆମେ ନିଶ୍ଚିତ ଭାବରେ ସ୍ୱାମୀ 59ତମ ଗୀତା ସୁଗୀତା କର୍ତ୍ତବ୍ୟ ଏକାଦଶ ଅଧ୍ୟାୟ ବିଚାର ବିମର୍ଶ ବିଶ୍ୱରୂପ ଦର୍ଶନ ଇତ୍ୟାଦି ସମ୍ପର୍କିତ ଆଜି ଆମର ଆଲୋଚନା ହେବାକୁ ଯାଉଛି ଏବଂ ଆମେ ବହୁତ ଭାଗ୍ୟବାନ ଏବଂ ସୌଭାଗ୍ୟବାନ। ମୁଁ ପ୍ରଥମେ ସ୍ୱାଗତ କରୁଛି ପ୍ରଫେସର ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କୁ, ଯିଏକି ଇଂରାଜୀ ବିଭାଗର ଜଣେ ଶାସ୍ତ୍ରଜ୍ଞ କେବଳ ନୁହଁ, ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ପ୍ରଫେସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର। ସେ ପ୍ରଭୁ ଜଗନ୍ନାଥ ଜଣାଶୁଣା ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ଏବଂ ଅନ୍ୟାନ୍ୟ ଆଧ୍ୟାତ୍ମିକ ଚ୍ୟାନେଲରେ ସେ ତାଙ୍କର ବାଣୀ ଅନେକ ସମୟରେ ପ୍ରଚାର କରିଛନ୍ତି। ଜଣେ ଏମିରେଟ ରାଇଟର ମଧ୍ୟ। ଲର୍ଡ ଜଗନ୍ନାଥଙ୍କ ସମ୍ପର୍କରେ ଲର୍ଡ ଜଗନ୍ନାଥ ଜୀ ଏନଜିମେଟିକ ଏମ୍ବ୍ଲେମ ଅଫ କସ୍ମିକ କନସିୟସନେସ ଗୋଟେ ସୁନ୍ଦର ଉପରେ ସେ ଆଲୋଚନା କରିଛନ୍ତି ନିଶ୍ଚିତ ଭାବରେ। ଆଉ ତାଙ୍କର କେବଳ ଇଂରାଜୀ ଭାଷାର ଯେ ବ୍ୟୁତ୍ପତ୍ତି ଥିଲା ସେୟା ନୁହଁ, ମାତୃଭାଷା ଓଡ଼ିଆରେ ମଧ୍ୟ ସେ ଜଣେ କବି ଭାବରେ ନିଜର ପରିଚିତି ପ୍ରଦାନ କରିଛନ୍ତି। ତାଙ୍କୁ ସ୍ୱାଗତ କରୁଛି ଆଜି, କାରଣ ତାଙ୍କର କବିତା ସଂକଳନ ରହିଛି, ଦୁଇଟି କବିତା ସଂକଳନ ତାଙ୍କର ରହିଛି। ତା ବ୍ୟତୀତ ଇଟିଭି, ଏସଟିଭି, ସାର୍ଥକ, ଜି ସାର୍ଥକ, ସିଦ୍ଧାର୍ଥ ଇତ୍ୟାଦି ବିଭିନ୍ନ ଟିଭିରେ ତାଙ୍କର ଆଧ୍ୟାତ୍ମିକ ତତ୍ଵ ସମ୍ବଳିତ ବାର୍ତ୍ତା ଏବଂ ଆଲୋଚନା ସେ ପ୍ରକାଶ କରିଛନ୍ତି। ଏବଂ ଏହି ସମ୍ପର୍କରେ ତାଙ୍କର ଯୋଉ ପରିଚିତି ରହିଛି, ତାଙ୍କର ଯୋଉ ମହାନ ବ୍ୟକ୍ତିତ୍ୱ ରହିଛି, ସେ ଦୃଷ୍ଟିରୁ ମହାନ ଅଗାଧ ଜ୍ଞାନର ପରିଚିତି ସେ ପ୍ରଦାନ କରିଛନ୍ତି। ସେଥିପାଇଁ ସେ ଭାଗବତ ଶେଖର ସୁମନ ସମ୍ମାନ ପ୍ରାପ୍ତ ହୋଇଛନ୍ତି, ପ୍ରବକ୍ତା ରତ୍ନ ସମ୍ମାନ ପ୍ରାପ୍ତ ହୋଇଛନ୍ତି, ଶ୍ରୀ ଜଗନ୍ନାଥ ପ୍ରଜ୍ଞା ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଏମିତି ଆହୁରି ପ୍ରାୟ ଶତାଧିକ ସମ୍ମାନରେ ସେ ଭୂଷିତ ହୋଇଛନ୍ତି। ବହୁତ ସୁନ୍ଦର କଥା। ଆମେ ତାଙ୍କୁ ଆଜି ଏଇ ବର୍ଷା ଭିଜା ସଞ୍ଜରେ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କେନ୍ଦୁଝର 59ତମ ପାଠଚକ୍ର ଆଜି ଅନୁଷ୍ଠିତ ହଉଛି। ଆଉ ତାଙ୍କୁ ସାର୍ଙ୍କୁ ମୁଁ ସ୍ୱାଗତ କରୁଛି। ଆଉ ଗୋଟିଏ ଜିନିଷ, ସାର୍ ଯୋଉ ଲର୍ଡ ଜଗନ୍ନାଥ ଦି ଏନଜାଇମେଟିକ ଏମ୍ବ୍ଲେମ ଅଫ କସ୍ମିକ କନସିୟସନେସ ଲେଖିଛନ୍ତି, ଏମିତି ଗୋଟେ ଭୁବନେଶ୍ୱରରୁ ଗୋଟେ ପ୍ରକାଶିତ ହେଇଥିଲା। ମୋର ମଧ୍ୟ ଗୋଟେ ଲେଖା ରହିଛି ସେଠି, ଦି ଟ୍ରାଇବାଲ ତାନ୍ତ୍ରିଜିମ୍ ଅଫ ନର୍ଥ ଓଡ଼ିଶା ଇନ୍ ଦି କଲ୍ଟ ଅଫ ଲର୍ଡ ଜଗନ୍ନାଥ। ସେଟା ଶିଶୁ କଲମ ବୋଲି ଗୋଟେ ଭୁବନେଶ୍ୱର ବଡ ଶ୍ରୀ ଜଗନ୍ନାଥ ଦି ଏନଜାଇମିକ ଲର୍ଡ ଅଫ ଦି ୟୁନିଭର୍ସ ଗୋଟେ ସୁନ୍ଦର ଇଂରାଜୀ ବହି ସେଠି ପ୍ରକାଶ ହେଇଛି। ମାନେ ଟୁରିଷ୍ଟ ଆସନ୍ତି ବିଦେଶରୁ, ସେମାନଙ୍କର ଗୋଟେ ବଡ ହୋଟେଲରେ ଥାଏ ଏବଂ ମୋର ମଧ୍ୟ ସେଠି ଛୋଟ ପ୍ରବନ୍ଧ ପ୍ରକାଶିତ ହେଇଛି। ତେଣୁ ସାର୍ଙ୍କର ଯୋଉ ପ୍ରକାର ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ତାଙ୍କର ଆଧ୍ୟାତ୍ମିକ ବାର୍ତ୍ତା ସେ ଆଜି ପ୍ରଦାନ କରିବେ ନିଶ୍ଚୟ ଆମକୁ। ଆଉ ତାକୁ ପୁଣି ଆଉ ଥରେ ମୁଁ ଆମର କେଉଁଝର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସମସ୍ତ ସଦସ୍ୟ ଏବଂ ଅନ୍ୟାନ୍ୟ ଶ୍ରୋତା ମଣ୍ଡଳୀଙ୍କ ଦ୍ୱାରା ସ୍ୱାଗତ କରୁଛି, ନମସ୍କାର କରୁଛି ଆଉ ସାର୍ଙ୍କୁ। ଆଉ ଆଜି ଯୋଉ ବିଷୟ ଅଛି, ଆଉ ସାର୍ ସେଠି ନିଶ୍ଚିତ ଭାବରେ ତାଙ୍କର ବିଷୟ ପ୍ରବେଶ କରିବାକୁ ମୁଁ ତାଙ୍କୁ ଅନୁରୋଧ କରୁଛି। ଏକାଦଶ ଅଧ୍ୟାୟ ବିଶ୍ୱରୂପ ଦର୍ଶନ 1-10 ଶ୍ଲୋକର ଆଜି ଯୋଉ ସ୍ପେସିଫାଇ ହେଇଛି, ତେଣୁ ପୁରା ଥରେ ସାର୍ଙ୍କୁ ନମସ୍କାର କରି ଆଉ ମୁଁ ତାଙ୍କୁ ସ୍ୱାଗତ କରୁଛି। ଧନ୍ୟବାଦ ସମସ୍ତଙ୍କୁ। ଆଉ हरि ओम हरि ओम।
सर मु पहुंचुचे ना सुबुची हेलो हरिओम मो कथा सुना जाउछि मो कथा सुना जाउछि समस्तनको ଆଜ୍ଞା ଆଜ୍ଞା हाँ ठीक है अन्य मानको टिके अनुरोध म्यूट कर दबा आ जेमती कने वर्षा कोटे जोर होची तो अप डाउन टिके हेबार संभावना मध्ये अछि तथापि जा महाप्रभुंकर इच्छा वीडियो बंद कर हरि ओम हरि ओंकार बिंदु संयुक्तम नित्यं ध्यायन्ति योगिनः कामदं मोक्षदं चैव ओंकाराय नमो नमः ध्यानमूलं गुरोः मूर्ति पूजामूलं गुरोः पदम् मंत्रमूलं गुरोः वाक्यम् मोक्षमूलं गुरोः कृपा वक्रतुंड महाकाय सूर्यकोटि समप्रभ निर्विघ्न कुरु मे देव सर्वकार्येषु सर्वदा जं ब्रह्मा वरुणेन्द्र रुद्रमरुतः सुन्वन्ति दिव्यैस्तवैः वेदैः साङ्गपदक्रमोपनिषदैः गायन्ति जं सामगाः ध्यानावस्थिततद्गतेन मनसा पश्यन्ति जं योगिनो यस्यान्तन्न विदुः सुरासुरगण देवाय तस्मै नमः गीता सुगीता कर्तव्या मन्ये शास्त्र विस्तरे जास्तोयं पद्मनाभस्य मुखपद्मासविनिसुता कर्तव्योऽन्यदोषापहत स्वभाव पृच्छामि त्वां धर्मसम्मूढचेता यत्रेयं चामीशितब्रूहि तन्मे शिष्येऽहं ताभिमं त्वं प्रपन्नो शिष्येऽहं ताभिमं त्वं प्रपन्नो शिष्येऽहं ताभिमं त्वं प्रपन्नो अनंत कोटि ब्रह्मांड नायक राज राजेश्वर भक्तवत्सल वृंदावन बिहारी रसराज सचिचंद्र मौली भगवान श्री कृष्ण अभय श्री चरणार बिंद तले अनंत कोटि दंडवत स्वामी विवेकानंद लोकसंसद केन्दुझर शाखा आनुकूल्य आहूत गीता सुगीता कर्तव्य रूपी एक पवित्र सत्संग आयोजन 69तम संध्यारे उपनीत हेलानी एवं ए संध्यारे आभासी सत्संग माध्यम रे आम मैंने जो मैंने दूर दूरांत रही निजक सामिल करें आपण मान समस्त को अंतर गभीरतम देश श्रद्धा सम्मान एवं प्रणाम एजावत सुंदर भाव रे संयोजना रखते सरोज बाबू
पद्मिनी मैडम वेद पाठ, शुभश्री ओझा महोदयांकर विवेक वाणी एवं बिंबाधर सार से बड़पण ही मत ढेर सारा प्रशंसा करिसेंती, जो कदापि योग्य नुहे। सब आम गोटे कथा मन रखा, आम जीवन धारा भितर आम जहाँ सब पाइछे, we have not gained, rather we have been gifted। आम किसी पाई नहीं, हमको प्रदान करा जाइछि। we have not achieved, rather we have been awarded। आम किसी अचीव करी नहीं, हमको पुरस्कृत करा जाइछि। ये पुरस्कार देइछन्ति ना जे देइछन्ति से होचन्ति से सच्चिदानंद रूपाय विश्वतपत्या विहेतवे तापत्रय विनाशाय श्री कृष्णाय वयं नमः। सारा संसार को निजर इच्छा क्रम रे परिचालना करुथिबा सेई परमात्मा परम ब्रह्म हम समस्त ऊपर आशीर्वाद रखंतु, तांकर कृपा दृष्टि आम समस्त ऊपर पड़ू कामना। अनुरोध करी आम समस्त सभ्य शिक्षित एवं सत्संग प्रेमी दयाकोरी आम म्यूट रहिबा, नहले मोर कान जो ब्लूटूथ लगी सीधा सीधा से शब्द गुड़िक कान में बाजुची। प्लीज भूल बुझंतु नहीं। आम जो 40 मिनिट बसिया बोली कथा अच्छी 7:52 पर्यंत अवधि रही, जदिव 7:17 हो सारा। आज आलोचन आम श्रीमद भगवत गीता 11 अध्याय को रखुचे एवं एटी जेतेबेले अध्याय आरंभ होचंती महाप्रभु सखा युद्ध क्षेत्र में जे रथी एवं जो नंदीघोषर महाप्रभु सारथी से बसी अर्जुन गोटे कृतज्ञतार भाषा परिप्रकाश कर मदनुग्रहाय परमं गुह्यम् अध्यात्म संगीतम् यत् त्वया कृतं बत तेन मोहयं विगतो मम। अत्यंत नम्रतार सहित भगवान श्रीकृष्ण श्री पदार बिंदरे लय रखी अर्जुन एक प्रश्नटी को रखुचंती, प्रभु मदानुग्रहाय परमं, आपण मो प्रति विशेष भाव अनुग्रह करी गुह्यम अध्यात्म संगीतम, संगीतम जो अध्यात्म संज्ञा कौन आपण मो पर अनुग्रह करी गोपनीय कथा गुड़िक रखिंट मत बुझेगा चेष्टा कर से समस्त कथा शुणला जत्म जहाँ आपण उक्ति जहाँ आपण कहते बस आपण श्री मुखार बिंदु ये समस्त कथा शुणला मोहयं विगतो मम, अयं मोह मो भीतर समस्त मोह धीरे धीरे दूरे जाए। ये कोऑर्डिनेटर अच्छे दयाकोरी टिके समस्त म्यूट करंतु, गूगल रे ताहा संभव। सब अनेक मानकर अनम्यूट अछि, अनेक मानकर अनम्यूट अछि।
ପ୍ଲିଜ୍ ସମସ୍ତଙ୍କୁ ଅନୁରୋଧ म्यूट करन समस्त अनुरोध करछि म्यूट करन प्लीज म्यूट करो आउ थे ये गोटे श्लोक ही आम कथा बढ़ेगा व्यस्त हो अर्जुन कहते प्रभु मदानुग्रहाय परमम आपण मो पर अनुग्रह कर मन भितर प्रश्न आसो महाप्रभु केतेबेले जीव पर अनुग्रह करती ना ये महाप्रभुकर अनुग्रह पाइबा वेदांत रे 5टी सोपानर वर्णना अच्छी गोटे हूँ अनुसंधान तापरे अनुशीलन तापरे अनुचिंता चतुर्थरे अनुराग पंचम अनुग्रह आम जीवन को आम अनुसंधान करवा आम टे बुझा चेष्टा करवा आम केते प्रकार कहगला कहले गले ही तो संग तू जेते कजन गंठी रे बांधी नेले केते धन जो माने देह छाड़ी कर जाइछन्ति से माने कौन नहीं करी पड़ैछन्ति संसार शरीर संतान सम्मान नहीं तो सब तो यही रहीगला कहीं एते व्याकुलता सांसारिक मोह पछरे ये मनीष बुझिला नहीं शास्त्र कहते जितेबले मनीष तार जीवन को तार चतुर्पार्श्वस्थ परिसर को ठीक ठाक अनुसंधान करिबो ता भितर गोटे अनुशीलन करिवार प्रज्ञा जागृत हेबो मन करंतु डीएसएल अच्छी डीएसएल भितर काठी अच्छी डीएसएल रो बाहर अच्छी रंजक आमको से काठी बाहर करने को पड़े एवं डीएसएल रो बाहर पटे घसिले ही निआटा लगी जलिबनी सेमती डीएसएल अग्नि संचार करि परिबो नाही ठीक सेमती आम भितरे महाप्रभु गोटे अनुशीलन करिवार शक्ति देइछन्ति जार नाम होती विवेक अनुसंधान करिबा पय हमको आखि देइछन्ति चलो हम चतुर्पार्श्व को देखा निज को देखा अनुशीलन करवा एवं जो अनुशीलन हेब धीरे ताहा अनुचिंतार परिणत तेरे जितेबले आम अनुचिंता करवा सेतेबले आम अंतर भितर किए गोटे कह मनीषरे तू केवल प्रॉपर टीज पछरे दौड़ुचु प्रॉपर टाइज पछरे जा जीवन सुंदर हो से मनीष धीरे अनुरागी हेब एवं जितेबले जीव भितर महाप्रभु प्रति अनुराग सृष्टि हेब महाप्रभु जीव उपरे अनुग्रह करिवे खाली रे महाप्रभु अनुग्रह करती ना मन रखा कहूँ प्रथम अनुसंधान तापर अनुशीलन अनुचिंता अनुराग एवं अनुग्रह आपण माने तो मन भितर प्रश्न आसुथिबो एकादश स्कंदर प्रथम श्लोक आरंभ होउछि अर्जुन कृतज्ञतार मदानुग्रहाय परमं गुह्यम अध्यात्म संगीतम प्रभु आपण मो पर अनुग्रह करिछन एमती कौन अनुचिंता आनिले कि अर्जुन कौन अनुशीलन कले कि अर्जुन पर मोहग्रस्त होते जो अर्जुन अनेक जुक्ति करते वैष्णव साहित्य तो कहगला जो भी जुक्ति थाए से भक्ति न थाए विश्वास मिलई हरि तर्के बहुदूर विश्वास मिलई यानी जगत ठाकुर अर्जुन भगवान कथा प्रति विश्वास सृष्टि है केते कहीं एकादश स्कंद भीतर आसी जो महाप्रभु विश्वरूप दर्शन करेले नुह
ମହାପ୍ରଭୁଙ୍କ ସହିତ ବାରମ୍ବାର ବାରମ୍ବାର ପ୍ରଶ୍ନ ଉତ୍ତର ଛଳରେ ନିଜର ଜିଜ୍ଞାସା ରଖୁଛନ୍ତି। ମହାପ୍ରଭୁ ତେବେ କାହିଁକି କିପରି ଅନୁଗ୍ରହ କରିଦେଲେ? ମହାପ୍ରଭୁ ଏଇଥିପାଇଁ ଆଜି ଅନୁଗ୍ରହ କରିଛନ୍ତି ବୋଲି ଅର୍ଜୁନ ସ୍ୱୀକାର କରୁଛନ୍ତି। ତାର ପାଖାପାଖି ଶବ୍ଦ ସେ କରୁଛନ୍ତି, ପ୍ରଭୁ ଆପଣ ମୋ ଉପରେ ଅନୁଗ୍ରହ କରି ପରମ ଗୁହ୍ୟ ଅତ୍ୟନ୍ତ ଗୋପନୀୟ କଥା ଗୁଡ଼ିକ ଯାହା ଆଧ୍ୟାତ୍ମିକ ବିଦ୍ୟାର ସଂଜ୍ଞା ନିରୂପଣ କରେ ତାହା ଆପଣ କହିଛନ୍ତି। ଆମେମାନେ ସମସ୍ତେ ଏ ଅଧ୍ୟାତ୍ମିକ ଶବ୍ଦଟାକୁ ଭାରି ଜୋରରେ ଆଲୋଚନା କରୁ। ପ୍ରକୃତରେ ଅଧ୍ୟାତ୍ମିକର ଅର୍ଥ କଣ? ଆଧାର ପ୍ରତି ଆତ୍ମୀୟତା ହେଉଛି ଅଧ୍ୟାତ୍ମ ବା ଆଧ୍ୟାତ୍ମିକତା। ଆମ ଜୀବନରେ ଆଧାର କିଏ? ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ। ଏଇ ଶ୍ରୀମଦ ଭଗବତ ଗୀତାର ଧ୍ୟାନରେ ପ୍ରଥମରୁ ଲେଖା ହେଇଛି। ସନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍तं କମଳନେत्रं ଜ୍ୟୋତିର୍ବିଦ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭୟହରଂ ସର୍ବଲୋକୈକନାଥଂ। ମହାପ୍ରଭୁ ହେଉଛନ୍ତି ବିଶ୍ୱର ଆଧାର। ଆମେମାନେ ଯେତେବେଳେ ସେ ବିଶ୍ୱର ଗର୍ଭରେ ରହୁଛେ, ବିଶ୍ୱର ଜଣେ ଜଣେ ଉପାଦାନ, ଆମମାନଙ୍କର ଆଧାର ହେଉଛନ୍ତି ସେ ମହାପ୍ରଭୁ। ସେ ଆଧାର ରୂପୀ ଈଶ୍ୱରଙ୍କ ପ୍ରତି ଆମର ଆତ୍ମୀୟତା ହେଉଛି ଆଧ୍ୟାତ୍ମିକତା। ଅର୍ଜୁନ କହୁଛନ୍ତି ପ୍ରଭୁ ସେ ଆଧ୍ୟାତ୍ମିକତାର କଥା ଆପଣଙ୍କ ତୁଣ୍ଡରୁ ମୁଁ ଶୁଣିଛି। କେତେବେଳେ ଶୁଣିଲେ? ଚିନ୍ତା କରନ୍ତୁ, କଣ ବୃହତ୍ତମ କଥା ସବୁ ଅର୍ଜୁନଙ୍କୁ ଭଗବାନ କହିଛନ୍ତି। ଆମେ ତ ଆଲୋଚନା କରି ଆସି ପହଞ୍ଚିଲେଣି ଏକାଦଶ ଅଧ୍ୟାୟ। ଯେତେବେଳେ ଦ୍ୱିତୀୟ ଅଧ୍ୟାୟ ଶୁଣିଥିବେ 20 ନମ୍ବର ଶ୍ଲୋକ, ଜାୟତେ ମ୍ରିୟତେ ବା କଦାଚିନ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜో ନିତ୍ୟ ଶାଶ୍ୱତୋୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ। ଅର୍ଜୁନ ନିଜକୁ ଶରୀର ବୋଲି ବିଚାର କରନା, ନିଜକୁ ଆତ୍ମା ବୋଲି ବିଚାର କର। ଯୋଉ ଆତ୍ମାକୁ ନେଇକରି ଆମେ ନିଜକୁ ସଜୀବ ବୋଲି କହୁଛେ, ଯୋଉ ପ୍ରାଣ ସତ୍ତାକୁ ଗ୍ରହଣ କରି ଆମେ ନିଜକୁ ପ୍ରାଣୀ ବୋଲି ପରିଚିତ କରୁଛେ, ଏ ପ୍ରାଣ କିଏ? ମମଭାଂସ ଜୀବ ଲୋକେ ଜୀବଭୂତ ସନାତନ। ଏ ଯୋଉ ପରମାତ୍ମାଙ୍କ ଅଂଶ ଜୀବାତ୍ମା, ଇଏ କେବେ କେଉଁଠି କୌଣସି ପ୍ରକାର କ୍ଷୟ ହୁଏ ନା। ବାଂଶାନ୍ତି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋ ପୁରାଣି ତଥା ଶରୀରାଣି ବିହାୟ ଜୀର୍ଣ୍ଣା ଜନ୍ୟାନି ସଂଜାତି ନବାନି ଦେହି। କେବଳ ଗୋଟିକ ପରେ ଗୋଟିଏ ଜାଗା, ଗୋଟିକ ପରେ ଗୋଟିଏ ଶରୀର ବଦଳ ଥାଏ ପରା। ସିଏ 23 ନମ୍ବରରେ ସେଇ ଦ୍ୱିତୀୟ ଅଧ୍ୟାୟ ଆମର ପ୍ରଶ୍ନ ହେଲା ଯେ ମହାପ୍ରଭୁ କଣ କଣ ସବୁ ଅଧ୍ୟାତ୍ମିକ ଜ୍ଞାନ କଥା କହିଦେଲେ ଯେ ଆଜି ନିଜେ ଅର୍ଜୁନ କହୁଛନ୍ତି ପ୍ରଭୁ ମୁଁ ଆପଣଙ୍କ ନିକଟରେ ଋଣୀ ହେଇଗଲି, ଆପଣ ମୋ ଉପରେ ଅନୁଗ୍ରହ କରି ଏତେ ଗୁଡେ କଥା କହିଛନ୍ତି ନା କେତେ ଗୁଡେ କଥା କହିଛନ୍ତି। ସବୁ ଅଧ୍ୟାୟରେ ମହାପ୍ରଭୁଙ୍କର ଦିବ୍ୟ ଜ୍ଞାନ ରହିଛି। ଅବ୍ୟକ୍ତା ବିନିଭୂତାନି ବ୍ୟକ୍ତ ମଧ୍ୟାନି ଭାରତ ଅବ୍ୟକ୍ତ ନିଧନାନୈବ ତତ୍ରକା ପରିବେଦନା। ଅର୍ଜୁନ, ଆରେ ଜନ୍ମ ପୂର୍ବରୁ ଏ ସତ୍ତା, ଜୀବ ସତ୍ତା ଅବ୍ୟକ୍ତ ଥାଏ। ମରିଗଲା ପରେ ମଧ୍ୟ ପୁଣି ଶୂନ୍ୟରୁ ଆସିଥିବା ଆତ୍ମାଟା ଶୂନ୍ୟରେ ମିଶିଯାଏ। ଏଇ କିଛି ଦିନ ପାଇଁ ମିଳିଥିବା ଶରୀର, କିଛି ଦିନ ପାଇଁ ମିଳିଥିବା ସଂସାର, କିଛି ଦିନ ପାଇଁ ମିଳିଥିବା ପରିଚୟକୁ ନେଇ ଏତେ ସମସ୍ୟା ଭିତରେ କାହିଁକି ଆସୁଛ? ବରଂ ଗୋଟିଏ କଥା ମନେ ରଖ, ତୃତୀୟ ଅଧ୍ୟାୟରେ କହିଲେ ସ୍ୱଧର୍ମେ ନିଧନ ଶ୍ରେୟ ପର ଧର୍ମ ବୟାବ। ମନ ଭିତରେ ପ୍ରଶ୍ନ ଆସୁଥିବ, ସ୍ୱଧର୍ମ କଣ ପରଧର୍ମ କଣ? ଯାହା ଭଗବାନ ବ୍ୟାଖ୍ୟା କରିଛନ୍ତି
विश्वास रखु सद्गुरु भगवान सत्यसाई गोटे कथा कहती जे प्रत्येक मनुष्य तीनोटी परिचय प्रथम परिचय है निजे निजक जहाँ भावे द्वितीय परिचयटी है लोके जहाँ भावती तृतीय परिचयटी है प्रकृत में जहाँ उदाहरण माध्यम बुझा मैंने कहतु कौन गोटे जगार अनुष्ठान यज्ञ हो मंदिर प्रतिष्ठा हो बाबू जाई पहुंचले तो किसी अर्थदान अर्थदान कर भारी स्टाइल कहते रसीद दौन चारिड़ चाहते ये मुझे दान करुँचा लोक देखुं कि ना कौन किसी 150 देकर निजक भावुँ बड़ दानी निजक भावुँ दानी ये प्रथम परिचय जो बाबू बसिक ना लिखुंट से भावुँ किड़े कंजूस लोकटे कौन बड़ चाकरी पुओ बड़ चाकरी बहु बड़ चाकरी देखो ये दीटा परिचय निजे निजक से भावुँ दानी लोके भावुं कंजूस कृपण प्रकृत सी किए प्रकृत में दानी नुह कि कृपण नुह खाली आसीथिबा गोटे सत्ता पुणी खाली सामिल हुई शून्य आसीथिबा मनुष्य शून्य को चली आमे माने समस्ते से शून्य आसीथिबा गोटे गोटे सत्ता अर्जुन ये छोटिया कथा बुझी पारुन कौन ना मोर आखि सामने सब देखुची पिता मो गुरुदेव समस्त अच्छा आचार्य अच्छा मुझे हत्या करी के प्रभु आपण मत शिखई स्वधर्म कौन आपर धर्म कौन रसर बंधु ये स्व कहले आत्मा आत्मार धर्मटी हूँ परमात्मा को भल पाइबा पर हूँ शरीर बा पर रूपी शरीर सहित संपर्कित जहाँ ये पर पक्षरे दौड़ार अर्थ कि ना पर को भल पाइबार अर्थ कि ना जहाँ को कहूछु मोर मोर पिंधी लाभ तन मुहे तोर पिता माता सजन सोदर आखि खोली देख सात पर तो धर्म आक्रमण कर से मरीगल चाहिए सो धर्म निधन श्रेय पर धर्म भया भगवान कहते अर्जुन मुझे धर्म को प्रतिष्ठा करने को आसी संसार भर आम जिते चतुर्थ अध्याय पढ़ा निश्चित ये श्लोक समस्त जानती जदा जदा ही धर्म से ग्लानिर्भवति भारत हेले धर्मर अर्थ कौन अत्यंत नम्रतार सहित कहूँ जो मैंने कहते धारयति धर्म ध्रियते धर्म प्रकृत में ताहा धर्म नुहे बापर धर्मर संज्ञा को व्याख्या करी आमर कौन प्रकार लाभ नहीं आध्यात्मिक साहित्य सेपरी आलोचना करा जाए नहीं क्यों धर्म को प्रतिष्ठा करने महापूर्व आसुच्च संसार भागवतर पृष्ठा उन्मोचन कले स्पष्ट है परम धर्म ए जगते कृष्ण भक्ति जेउ मते भक्ति कले ज्ञान होए जीवन पड़े भाय मोहे सबै पुरुषा पर धर्म जतो भक्त्या दक्षते चैतन्य महाप्रभु कहले से परम धर्म सर्वशास्त्र कहे जहाँ होते कृष्ण चरण चित्तर जीवन श्रेष्ठ धर्म जो धर्म आमको ईश्वर अनुरागी करे एवं जितेबले से ईश्वर अनुराग ईश्वर भक्ति कौन सी कारण संसार में कमी जाए महाप्रभु पुणी थे आसती जदा जदा ही धर्म से ग्लानिर्भवति भारत अर्थात जितेबले भक्ति रूपक धर्मटा कमी जाए सेतेबले महाप्रभु पुणी थे
से भक्ति धर्म को सृष्टि करने नुहे स्थापना करने पुनः थैथान करने निजे कौन अभ्युत्थान धर्म से पदात्मन सृजाम्यहम परित्राणाय साधूनां विनाशाय दुष्कृता धर्म संस्थापनार्थाय संभवान जुगे जुगे पुनः थरे ये भक्ति धर्म जो उपासक जो मन साधु कहूचे सन्थ कहूचे असुविधा ही होची भक्ति आशीर्वाद तो ସେମାନେ प्रत्येक तो देखो रामायण देखो महाप्रभु सीता मां को उद्धार कर रावण ठाରୁ भक्ति को उद्धार कर भागवत रे राधा प्रेम को प्रतिष्ठा कर भक्ति को प्रतिष्ठा कर राक्षस तत्व कौन से कथा आलोचना करने को हम पाखे समय नहीं अर्जुन कहते प्रभु आपण मत सब गोटे बड़ बृहत्तम कथा कहते कौन 6 अध्याय 5 नंबर श्लोक लिखी उद्धरे आत्मनात्मान अवसादेत आत्मैव ह्यात्मनो बंधु आत्मैव रिपुरात्मन ये संसार भीतर आत्मा ही आत्मार शत्रु आत्मा ही आत्मार मित्र अर्थात आत्मार कल्याण करी आत्मार मुक्ति पाई आमे निज को टिके साधन मार्गी करबा अनेक जगह कई प्रश्न करती जे सर ये जो आत्मा कथा कह जाऊे से तो अजो नित्य शास्त्र पुराण नहन्यते अन्य मान शरीर आत्मा तो पवित्र से तो भगवान अंश तेज आत्मा कलुषित होती आत्मा पुणी कष्ट पाऊँ कहीं आत्मा बारंबार जन्म होती कहीं कौन ता पछरे कारण अच्छी आत्मा तो पवित्र हाँ तेरे आत्मा कलुषित होती कहीं से कष्ट पाऊँ कहीं ये कहुपर ये कहुपर मन करते आम पोशाक पिंधि पोशाक उपर किरोसिनी पड़ा आम देहटा गंध हेनी कि निश्चित भाव ठीक सेमती जितेबले पंच महाभूतर शरीर आत्मा को ग्रहण करे से सजीव हुए ये शरीर और शरीर अंतर्गत इंद्रिय मानकर कार्यकलाप को नहीं आत्मा सुखी हुए दुखी हुए पुणी संसार जन्म हुए बा निर्वाण पाए अतएव इंद्रिय मान द्वारा ही आत्मार कल्याण हम कि क्षति हम ता विचार कर कथा अर्जुन कहते प्रभु मुझे आज जानी नी मुझे निजक शरीर बोली भावी अतएव जेहेतु निजक मो शरीर बोली भावी ये समस्त को मो निजर बोली विचार कर नहीं जाइए आपड़ जो कहते ना संसार भितर आम शरीर पाई आत्मा कल्याण पाई से मोर आखि फिटी जाए आपड़ कहतु मुझे कौन करी कौन कले मुझे आपन को पाइबी भगवान कहले कि ना जो पश्यति सर्वत्र सर्वं च मयि पश्यति तस्याहं न प्रणश्यामि स च न मे प्रणश्यति जी मुते सबु जगार मो भितर सबू को देखे से मत छाड़ेनी कि मुझे छाड़े अतएव अर्जुन मो भितर संसार को देख संसार भितर मते देख आपण मैंने भावुवे कि कथा ईश्वर भितर संसार देखा ना हाँ संसार भितर ईश्वर देखा ना हाँ जगन्नाथ मान कौन प्रार्थना करू कौन प्रार्थना करू प्रभु नबी जाते राज्यम न च कनकमाणी च विभवम न जाते हम रम्या निखिल जन काम्यान वरवधूम सदा काले काले प्रमथपति नाम गीत चरित जगन्नाथ स्वामी नयन पथगामी भवतु में आउ किसी लगू नहीं प्रभु
प्रति समय आपण मो सामना को आसतु भगवान कहले मु कौन मंदिर छाड़ी तो सामना को जी नहीं मुझे कथा कहूँ ଆପଣ ଆଶୀର୍ବାଦ କରନ୍ତୁ ଯାହାର ଫଳ ସ୍ୱରୂପ ଆକାଶ ମେଳିନା ଭିତରେ ଛୁଆର କୁନି କୁନି ସ୍ୱର ଭିତରେ ମାର ମମତା ଭିତରେ ବାପାଙ୍କର ତାଗିଦ ଭିତରେ ପ୍ରିୟାର ପ୍ରଣୟରେ ବନ୍ଧୁର ସହଯୋଗରେ ମୁଁ କେବଳ ଆପଣଙ୍କର ଉପସ୍ଥିତିକୁ ଅନୁଭବ କରିବି ମୁଁ କେବଳ ଆପଣଙ୍କର ଆଶୀର୍ବାଦକୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଥିବି ଆପଣଙ୍କୁ ପ୍ରତି ଜାଗାରେ ଦେଖୁଥିବି ବାସ୍ ଏଇ ତତ୍ତ୍ୱକୁ ଏଠି ଲେଖାଯାଇଛି ଯୋଉମାନେ ପଶ୍ୟତି ସର୍ବସ୍ୟ ଆଚ୍ଛା ସର୍ବଂଚମୟୀ ପଶ୍ୟତି ସମସ୍ତଙ୍କୁ ମୋ ଭିତରେ ଦେଖିବା ଏଇଟିକୁ କହନ୍ତି ହେଇନୋଥେଇଜିମ୍ ଆପଣମାନେ ଶିକ୍ଷିତ ସମାଜ ବସିଛନ୍ତି ଗୋଟେ ହେଉଛି ମୋନୋଥେଇଜିମ୍ ଆଉ ଗୋଟେ ହେଉଛି ପଲିଥେଇଜିମ୍ ତୃତୀୟଟି ହେଉଛି ହେଇନୋଥେଇଜିମ୍ ମୋନୋଥେଇଜିମ୍ କଲେ ଏକେଶ୍ୱରବାଦ ଯେଉଁମାନେ ଏକ ଈଶ୍ୱର ଉପରେ ବିଶ୍ୱାସ କରନ୍ତି ଏକ ଭରସ ଏକ ବଲ ଏକ ଆସ ବିଶ୍ୱାସ ଏକ ରାମ ଘନ ଶ୍ୟାମ ହିତ ଚାତକ ତୁଳସୀଦାସ ମୁଁ ଜଣକୁ ଭଲ ପାଏ ଗୋଟେ ଛୋଟିଆ କଥା ଅଛି ମନେ ପଡୁଛି ସ୍ୱୟଂ ହନୁମାନଙ୍କୁ ପଚରାଗଲା ଆପଣ କାହାକୁ ଭଲ ପାଆନ୍ତି ଭଗବାନ ରାମଙ୍କୁ ଭଲ ପାଏ ନା କୃଷ୍ଣଙ୍କୁ ନା ହେଇପାରିବ କାହିଁ ରାମ ତ ଯିଏ କୃଷ୍ଣ ତ ସିଏ ହନୁମାନ ବି ହସିଦେଲେ କହିଲେ ମାନୁଛି ରାମ ଯିଏ କୃଷ୍ଣ ସିଏ କିନ୍ତୁ ଶ୍ରୀନାଥେ ଜାନକୀ ନାଥେ ଅଭେଦ ପରମାତ୍ମନେ ତଥାପି ମମ ସର୍ବସ୍ୱ ରାମ ରାଜୀବ ଲୋଚନ ମାନୁଛି ଯିଏ ଶ୍ରୀନାଥ ଯିଏ ଲକ୍ଷ୍ମୀପତି ସେହି ସୀତାପତି କିଛି ଅସୁବିଧା ନାହିଁ କାହିଁକି ଯେ ନାହିଁ ମତେ ସେ ରାମ ଭଲ ଲାଗୁନି ସେ ରାମଙ୍କ ପଦାର ବିନ୍ଦୁରେ ନିଜକୁ ନିୟୋଜିତ କରିବା ପାଇଁ ମୋ ଭିତରେ ଗୋଟେ ଆବେଗ ଅଛି ହନୁମାନ ହେଉଛନ୍ତି ଏକେଶ୍ୱରବାଦର ଆଚାର୍ଯ୍ୟ ଏକ ଠାକୁରଙ୍କୁ ଭଲ ପାଆନ୍ତି ଆମେ ଆମର ତ ଘର ନୁହେଁ ଆମ ଘରେ ସବୁ ଦିନ ଅଛନ୍ତି ସବୁ ଦେବୀ ଅଛନ୍ତି ଜଗନ୍ନାଥ ଅଛନ୍ତି ଦୁର୍ଗା ଅଛନ୍ତି ରାମ ଅଛନ୍ତି କୃଷ୍ଣ ଅଛନ୍ତି ଆମେ ସବୁ କଥା କରୁଛୁ ଜନ୍ମାଷ୍ଟମୀ କରୁଛୁ ଶ୍ରୀରାମ ନବମୀ କରୁଛୁ ରାଧାଷ୍ଟମୀ କରୁଛୁ ଦୁର୍ଗାଷ୍ଟମୀ କରୁଛୁ ଆମେ କାହା ପଛରେ ଗୋଡ଼ଉଛୁ ବହୁ ଦେବତାବାଦ ଆମେ ପଲିଥେଇଜିମ୍ ଭିତରେ ବସୁଛୁ କିନ୍ତୁ ହେଇନଥେଇଜିମ୍ କ'ଣ ଜଗନ୍ନାଥ କହୁଛନ୍ତି ମୋ ଭିତରେ ସବୁକୁ ଦେଖ ଅବତାର ଦଶ ଏହି ଦାରୁ ରୂପ ଏହି ଦାରୁରେ ସେ ଲୀନ ଈଶ୍ୱର ସାକ୍ଷାତ ଲୀଳାର ନିମନ୍ତେ ବିଜୟରତ୍ନ ସିଂହାସନ ଯେଉଁ ଦେବୀ କହୁଛ କୁହ ଯେଉଁ ଦେବତା କହୁଛ କୁହ ମୁଁ ହିଁ ସମସ୍ତଙ୍କର ଏକୀଭୂତ ସତ୍ତା ପ୍ରତ୍ୟେକଙ୍କୁ ମୋ ଭିତରେ ଦେଖ ଆଗରୁ ଥରେ ଜଗନ୍ନାଥ ମହାପ୍ରଭୁଙ୍କୁ ରାମାନନ୍ଦୀ କହିଲେ ରାମ ଶିଖିଲେ ଚଳିବ କୃଷ୍ଣାନନ୍ଦୀ କହିଲେ କୃଷ୍ଣ ଚଳିବ ଯେଉଁମାନେ ଶାକ୍ତ ଉପାସକ ସେମାନେ କହିଲେ ଜଗନ୍ନାଥ ମହାବାହୁ ସାକ୍ଷାତ ଦକ୍ଷିଣ କାଳିକା ତା ବି ଚଳିବ ସମସ୍ତଙ୍କ ପାଇଁ ସେ ପୂଜ୍ୟ ହୋଇଗଲେ ଶ୍ରୀମଦ ଭଗବତ ଗୀତାରେ ମଧ୍ୟ ସେଇ କଥା ଭଗବାନ କହୁଛନ୍ତି ସର୍ବଂଚମୟୀ ପଶ୍ୟତି ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ କୃପା କରି ମତେ ଏ ତତ୍ତ୍ୱ କହୁଛନ୍ତି ସେତିକି ନୁହେଁ ଆପଣ ଯେତେବେଳେ କହିଦେଲେ ବିଜନ୍ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନଂ ବୁଦ୍ଧି ମତାମସ୍ମି ତେଜ ଚିନାମ ଅହମ୍ ଅର୍ଜୁନ ସମସ୍ତ ଜୀବ ଭିତରେ ବୀଜ ସତ୍ତା ମୁଁ ଏପରିକି ଯେଉଁମାନେ ବୁଦ୍ଧିଆ ସମସ୍ତ ବୁଦ୍ଧିଆଙ୍କ ଭିତରେ ବୁଦ୍ଧି ମୁଁ ବଳୁଆଙ୍କ ଭିତରେ ବଳ ମୁଁ ଜ୍ଞାନୀମାନଙ୍କ ଭିତରେ ଜ୍ଞାନ ମୁଁ ହିଁ ସବୁ ବିଶ୍ୱାସର କଥା ଅର୍ଜୁନ କହୁଛନ୍ତି ପ୍ରଭୁ ଏ କଥା ଶୁଣିଲା କ୍ଷଣି ମୋର ଦୃଷ୍ଟି ବଦଳିଗଲା ନା ମାନେ ମୁଁ ଭାବୁଥିଲି ମଣିଷଟା ନିଜକୁ ବଳୁଆ ବୋଲି କହୁଛି ନାହିଁ ଭାବନ୍ତୁ ଥରେ ଆମେ ସେତିକି ବେଳ ପର୍ଯ୍ୟନ୍ତ ମୁଁ ବୋଲି କହୁଛେ ସଦ୍ଗୁରୁ ଗୋଟେ କଥା କୁହନ୍ତି ଗୋଟେ ବସ୍ର କଥା କହିବାର ଶକ୍ତି ନଥାଏ ବସ୍ର ଡ୍ରାଇଭର କହେ
ଏଇଟା ମୋ ବହି। ଗୋଟେ ବହିର କଥା କହିବାର ଶକ୍ତି ନଥାଏ। ଛୁଆ କହେ ଏଇଟା ମୋ ବହି। ଏ ହାତର, ଗୋଡର, ମୁହଁର, ଦେହର କଣ କଥା କହିବାର ଶକ୍ତି ଅଛି? ତେବେ କିଏ କହୁଛି ଏଇଟା ମୋ ହାତ, କିଏ କହୁଛି ଏଇଟା ମୋ ଦେହ? ଯିଏ କହୁଛି ସେ ହଉଛି ଆତ୍ମା, ଡ୍ରାଇଭିଂ ଫୋର୍ସ। ସେ ହିଁ ଆମକୁ ବଞ୍ଚେଇ ରଖିଛି। ତାହା ହେଉଛି ବୀଜ ଶକ୍ତି। ଭଗବାନ ନିଜେ କହୁଛନ୍ତି ମୁଁ ହଉଛି ବୀଜ ଶକ୍ତି, ସମସ୍ତଙ୍କ ଭିତରେ ମୁଁ ଅଛି। ଏକ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା, ସମସ୍ତଙ୍କ ଭିତରେ ମୁଁ ଅଛି। এই କଥାକୁ ସମସ୍ତେ ବୁଝିପାରନ୍ତି ନାହିଁ। ବହୁନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ପ୍ରପଦ୍ୟନ୍ତେ ବାସୁଦେବଂ କଥମିତି ସ ମହାତ୍ମା ସୁଦୁର୍ଲଭ। ବାସୁଦେବ କଥମିତି ସ ମହାତ୍ମା ସୁଦୁର୍ଲଭ। ଏ କଥାକୁ ଅନେକ ଜନ୍ମ ବିତିଲେ ମଧ୍ୟ ସମସ୍ତେ ଭାବି ପାରନ୍ତି ନାହିଁ। ଅର୍ଜୁନ ହାତ ଯୋଡ଼ିଥିଲେ, କହିଲେ ପ୍ରଭୁ କଣ କେମିତି କଲେ ତେବେ ଆପଣଙ୍କ ପାଖକୁ ମୁଁ ଯିବି? ନା କିଛି ନାହିଁ, ସବୁବେଳେ ଗୋଟିଏ କଥା ଭାବିବ, ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ପ୍ରଭବ ପ୍ରଳୟସ୍ଥାନ ନିଧାନ ବୀଜ ମଧ୍ୟ। ଏମିତି ପ୍ରତ୍ୟେକ ଅଧ୍ୟାୟ ଏ ପର୍ଯ୍ୟନ୍ତ ମୁଁ ତ ଅନୁରୋଧ କରିବି ବାଛି ବାଛିକି ଶ୍ଲୋକ ନିଅନ୍ତୁ। ପ୍ରତ୍ୟେକ ଅଧ୍ୟାୟରେ ଏମିତି ଗୁରୁତ୍ୱପୂର୍ଣ୍ଣ କଥା ସବୁ କହିଲା ପରେ ଦଶମ ସ୍କନ୍ଧର ଶେଷ ଆଡକୁ ତ ନୁହେଁ, ଦଶମ ଅଧ୍ୟାୟରେ ଶେଷ ଆଡକୁ ନବମ ଶ୍ଲୋକରେ ବୋଧେ ଠାକୁର କହିଦେଲେ ମସ୍ତିତା ମଗଧ ପ୍ରାଣ ବୋଧୟନ୍ତଃ ପରସ୍ପରମ୍ କଥୟନ୍ତଶ୍ଚ ମାନିକ୍ୟମ୍ ତୁଷ୍ୟନ୍ତି ଚ ରମନ୍ତି ଚ। ଯେଉଁମାନେ ଅର୍ଜୁନ ମୋ କଥା ଚିନ୍ତା କରନ୍ତି, ବାସ୍ ମୁଁ ତାଙ୍କର ହେଇଯାଏ, ପ୍ରତି ସମୟରେ ମୋ ଭିତରେ ବୁଡିକି ରହନ୍ତି। ଯେଉଁମାନେ ବିଷୟ, ଯେଉଁମାନେ ସଂସାର ଆସକ୍ତ ଭିତରେ ବୁଡିକିରି ଅଛନ୍ତି, ସେମାନଙ୍କ କଥା ନ କହିଲେ ଭଲ। ଏ ସବୁ କଥାକୁ ଦୀର୍ଘ 10ଟା ଯାକ ଅଧ୍ୟାୟରେ ଶୁଣିଲା ପରେ ଅର୍ଜୁନ କହୁଛନ୍ତି ପ୍ରଭୁ ମଦାନୁଗ୍ରହାୟ ପରମମ୍, ମୋ ଉପରେ ଆପଣ ପରମ ଅନୁଗ୍ରହ କରିଛନ୍ତି। ଗୁହ୍ୟମ୍ ଅଧ୍ୟାତ୍ମ ସଙ୍ଗୀତମ୍ ଯତ୍ତ୍ୱୟୋକ୍ତଂ ବଚସ୍ତେନ ମୋହୟଂ ବିଗतो ମମ। ଆପଣଙ୍କର କଥାକୁ ଶୁଣି ଶୁଣି ମୋ ଭିତରୁ ସମସ୍ତ ମୋହ ବିଗତ ହୋଇଯାଇଛି, ଅର୍ଥାତ୍ ଦୂରେଇ ଯାଇଛି। ଏଇଠି ପ୍ରଶ୍ନ ଆସିବ, ପ୍ରକୃତରେ ମୋହ କଣ? ମୋହ କଣ ଯଦି ଆମେ ଜାଣିବାକୁ ଇଚ୍ଛା କରିବା, ମମ ମାତା ମମ ପିତା ମାନେବ ଗୃହିଣୀ ଗୃହମ୍ ଏବଂ ଦେବ ମମସ୍ୱ ସମୋହ ଇତି ଉଚ୍ୟତେ। ମୋର ବାପା, ମୋର ମା, ମୋର ଘର, ମୋର ଏଇ ଯୋଉ ମୋର ପଣିଆଟା ମମତ୍ୱ ବୋଧ, ଏ ମମତ୍ୱ ବୋଧ ହିଁ ମୋହ। ଆମେ ମମତ୍ୱ ବୋଧରେ ବୁଡି ଯାଇଛେ ସଂସାର ପ୍ରତି, ଭୁଲି ଯାଇଛେ ଈଶ୍ୱର ନିତ୍ୟ ସତ୍ୟ ସନାତନ ଏବଂ ଈଶ୍ୱର ହିଁ ଆମର ସବୁ। ବିଶ୍ୱାସ କରନ୍ତୁ, ସବୁ ଶ୍ଲୋକ ସରିବ, ଆପଣ ଯୋଉ ଧ୍ୟାନ ବୋଲୁଛନ୍ତି ବୋଲନ୍ତୁ। ଆଉ ଭଉଣୀମାନେ ତ କେଡ଼େ ସୁନ୍ଦର, ବୋଧହୁଏ ସତ୍ୟସାଇ ଅର୍ଗାନାଇଜେସନର ସେମାନେ ମେମ୍ବର, ଏଡ଼େ ସୁନ୍ଦର ବେଦ ପାଠ ଅନ୍ୟମାନେ କରିପାରିବେ। ଶେଷରେ ଛାଡ଼ିବେ ସବୁବେଳେ ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ପ୍ରଭବ ପ୍ରଳୟସ୍ଥାନ ନିଧାନ ବୀଜମବ୍ୟୟ। ପ୍ରଭୁ ଆପଣ ସବୁ। ତାପରେ ଏ କଥାକୁ ଶୁଣିଲା ପରେ ମୋ ଭିତରେ ଥିବା ଯୋଉ ମମତ୍ୱ ବୋଧ ସଂସାର ପ୍ରତି ଦୂରେଇ ଯାଏ। ଠାକୁର ଏବେ କଣ ଭାବୁଛି, କଣ ଭାବୁଛନ୍ତି? ବାବା ହି ଭୂତାନାଂ ଶ୍ରୁତୌ ବିସ୍ତରତୋ ମୟା ତତଃ କମଳ ପତ୍ରାଚ୍ୟ ମହାତ୍ମ୍ୟମପି ଚାବ୍ୟୟମ୍। ଆପଣଙ୍କ ଠାରୁ, ଆପଣଙ୍କ ବିଷୟରେ ଶୁଣିଲା ପରେ ଏବେ ମୋର ଭିତରେ ଗୋଟିଏ ବ୍ୟାକୁଳତା ବଢିଯାଇଛି। ଭଗବାନ କହିଲେ କଣ ବ୍ୟାକୁଳତା? ଆପଣଙ୍କର ପ୍ରକୃତ ସ୍ୱରୂପଟା ମୁଁ ଟିକେ ଦେଖନ୍ତି।
ଆପଣଙ୍କୁ ତ ଏପର୍ଯ୍ୟନ୍ତ ସଖେତି ମତ୍ତା ସବୁ ପ୍ରଯୁକ୍ତ हे कृष्ण हे ଯାଦବ हे ସଖେତି ମୁଁ ତ କେତେବେଳେ ସଖା ଡାକିଛି କେତେବେଳେ କୃଷ୍ଣ ଡାକିଛି କେତେବେଳେ ଯାଦବ ଡାକିଛି ପ୍ରକୃତରେ ଆପଣ ଯେଉଁ ଯେଉଁ କଥା କହିଲେ ମୁଁ ସମସ୍ତଙ୍କ ବିଷୟରେ ଅଛି ମୁଁ ଦେବତା ମାନଙ୍କ ରୁଦ୍ର ମୁଁ ଯୋଉ କଥା ସବୁ କହିଛନ୍ତି ପୂର୍ବ ସମୟ ହେଇଯାଉଛି ପ୍ରକୃତରେ ଆପଣଙ୍କର ସ୍ୱରୂପଟା କଣ ମୁଁ ଜାଣିବାକୁ ଚାହୁଁଛି ଭଗବାନ ହସିଦେଲେ କହିଲେ ଅର୍ଜୁନ ମୋର ପ୍ରକୃତ ସ୍ୱରୂପକୁ ତୁମେ ଏ ଚର୍ମ ଚକ୍ଷୁରେ ଦେଖିପାରିବ ନାହିଁ ଆଉ ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍ ମୋର ଯୋଗାଣର ଅବସ୍ଥା ଥରେ ଦେଖ ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଗୋଟିଏ କଥା କହିବି କଥା ସାରିବି ଚର୍ମ ଚକ୍ଷୁରେ ଈଶ୍ୱର ଦେଖାଯାଆନ୍ତି ନାହିଁ ଶ୍ରୀରାମଚରିତ ମାନସରେ ସନ୍ତ ଶିରୋମଣି ତୁଳସୀଦାସ କହିଛନ୍ତି ମହାପ୍ରଭୁଙ୍କୁ ଦେଖିବା ପାଇଁ ଦିଟା ନେତ୍ର ଆବଶ୍ୟକ କେଉଁ ନେତ୍ର ଜ୍ଞାନ ବିରାଗ ନୟନ ଉରୁଗାରି ଗୋଟେ ହେଲା ଜ୍ଞାନ ନେତ୍ର ଆଉ ଗୋଟେ ହେଉଛି ବୈରାଗ୍ୟ ନେତ୍ର କାକଭୂଷଣ ଚରିତ୍ରରେ ଆପଣ ମାନେ ଶୁଣିବେ ଗରୁଡଙ୍କୁ କାକଭୂଷଣ କହୁଛନ୍ତି ହେ ଗରୁଡଜୀ ଈଶ୍ୱରଙ୍କୁ ଦେଖିବା ପାଇଁ ଯଦି ଆମେ ଭାବିବା ଚର୍ମ ଚକ୍ଷୁ ଯଥେଷ୍ଟ ତାହା ଭୁଲ ପାବନ ପର୍ବତ ବେଦ ପୁରାଣ ରାମ କଥା ରୁଚିରା କର ନାମ ମାର୍ମିକ ଜନ ସୁମତି କୁଦାରି ଜ୍ଞାନ ବିରାଗ ନୟନ ଉରୁଗାରି ଜ୍ଞାନ ନେତ୍ର ବୈରାଗ୍ୟ ନେତ୍ର ଏପର୍ଯ୍ୟନ୍ତ ଜୀବର ଉନ୍ମୋଚିତ ନ ହୋଇଛି ସେ ଈଶ୍ୱରଙ୍କୁ ଦେଖିପାରିବ ନାହିଁ ଭାଗବତରେ କିନ୍ତୁ ଜ୍ଞାନ ନେତ୍ର ବୈରାଗ୍ୟ ନେତ୍ର କଥା କୁହାଯାଇ ନାହିଁ ପ୍ରେମ ନେତ୍ର କଥା କୁହାଯାଇ ପ୍ରେମ ନେତ୍ର ମାଧ୍ୟମରେ ଗୋପୀମାନେ ଯେପରି ଭାବରେ ଭଗବାନଙ୍କୁ ପାଇଥିଲେ ଆମେ ଭଗବାନଙ୍କୁ ଭଲ ପାଇ ଭଗବାନଙ୍କୁ ପାଇପାରିବା କିନ୍ତୁ ଏଠି ଭଗବାନ କହୁଛନ୍ତି ଅର୍ଜୁନ ଯୁଦ୍ଧ କ୍ଷେତ୍ର ଉପରେ ତୁମ ଭିତରେ ମୋ ପାଇଁ ପ୍ରେମ ନାହିଁ ତୁମ ଭିତରେ ବୈରାଗ୍ୟ ନାହିଁ ତୁମ ଭିତରେ ଜ୍ଞାନ ନାହିଁ ଆଉ ଦିବ୍ୟଂ ଦଦାମି ତେ ଚକ୍ଷୁ ମୁଁ ତୁମକୁ ଦିବ୍ୟ ଚକ୍ଷୁ ଦାନ କରୁଛି ତୁମେ ମୋର ଦିବ୍ୟତାକୁ ଅନୁଭବ କର ଏ କଥାଟା ଆପଣ ଜାଣିଛନ୍ତି ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଏବଂ ମହାଯୋଗେଶ୍ୱର ହରି ଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ର ନିକଟରେ ମହାରାଜ ଏମିତି କଥାଟେ କହିଦେଇ ଅର୍ଜୁନଙ୍କର ଭାଗ୍ୟ ଅର୍ଜୁନଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରି ମହାପ୍ରଭୁ ନିଜର ପରମ ରୂପକୁ ସନ୍ଦର୍ଶନ କରାଇଲା ଏବଂ ଯେତେବେଳେ ରୂପ ସନ୍ଦର୍ଶନ କରୁଛନ୍ତି ଆହା ଅନେକ ବକ୍ତ୍ର ନୟନୋ ମନେତା ଭୂତ ଦର୍ଶନମ୍ ସେଠି ଆଉ ମୁଖର ଇୟତା ନାହିଁ ଚକ୍ଷୁର ଇୟତା ନାହିଁ ଦିବ୍ୟ ମାଳା ଦିବ୍ୟ ବସ୍ତ୍ର ସବୁ ଠିକ ଥିଲେ ମଧ୍ୟ ଶୁଣିବେ ଯେତେବେଳେ ଅର୍ଜୁନ ସ୍ତୁତି କରିଛନ୍ତି ଅନେକ ବାହୁ ଦରବକ୍ର ନେତ୍ରମ୍ ପଶ୍ୟାମି ତ୍ୱାଂ ସର୍ବତୋନନ୍ତ ରୂପମ୍ ନାନ୍ତଂ ନ ମଧ୍ୟଂ ନ ପୁନଃ ବାଧି ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପମ୍ ଯେଉଁ ଭଗବାନ କହିଥିଲେ ଅହମ୍ ଆଦିତ୍ୟ ମଧ୍ୟ ଭୂତାନନ୍ତ ଗଛ ମୁଁ ହେଉଛି ସମସ୍ତ ଜୀବମାନଙ୍କର ଆଦି ଅନ୍ତ ମଧ୍ୟ ମୁଁ ବିଜୟମାନ ସର୍ବଭୂତାନାଂ ବିଧିପାତ ସନାତନମ୍ ତାହା ପ୍ରମାଣ ହେଇଯିବ ଯେତେବେଳେ ମହାପ୍ରଭୁ ଦିବ୍ୟ ରୂପ ସୁଦର୍ଶନ କରିବେ ଅର୍ଜୁନଙ୍କ ଉପରେ କୃପା କରି ମହାପ୍ରଭୁ ତାଙ୍କ ରୂପ ସୁଦର୍ଶନ କରିଛନ୍ତି ଭଗବାନ ଆମ ଉପରେ ସେମିତି କୃପା କରୁଥାନ୍ତୁ ସତ୍ସଙ୍ଗ ଆଗକୁ ଆଗକୁ ବଢୁ କମ ସମୟ ପାଇଁ ହେଇ ପଛକେ ଆପଣମାନେ ତ ବସିବା ମିଶିବା ଯଦି କିଛି ଭଲ କଥା ଭଲ ଲାଗିଥାଏ ତାହା ସେଇ ମହାପ୍ରଭୁଙ୍କର ଆଶୀର୍ବାଦ ଯଦି କିଛି ଭୁଲ ଭାଲ ଥାଏ ତାହା ମୋର ଭୁଲ କ୍ଷମା କରିବେ ପୁଣି କେତେବେଳେ ବସିବା ଜୟ ଶ୍ରୀକୃଷ୍ଣ सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् ओम शान्तिः 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 हरि ओम ବର୍ତ୍ତମାନ ଅଧ୍ୟକ୍ଷ ମହୋଦୟଙ୍କୁ ଅନୁରୋଧ କରୁଛି ସେ ସମାପ୍ତ ଟିପ୍ପଣୀ ପ୍ରଦାନ କରିବା ଡକ୍ଟର ବିମ୍ବାଧର ସାର୍।
ତ ଅତି ଚମତ୍କାର ଅତି ସୁନ୍ଦର ଭାବରେ ସାବলীଳ ଭାବରେ ସରଳ ଭାବରେ ଏବଂ ଯୋଉଠି ଦରକାର ପ୍ରାଞ୍ଜଳ ଭାବରେ ସାର୍ ଆମର ସୁନ୍ଦର ଭାବରେ ବୁଝେଇଲେ। ଯୋଉ 10ଟି ଶ୍ଲୋକ ଭିତରେ ଯୋଉ ବିଶ୍ୱରୂପ ଦର୍ଶନ ତ ପରବର୍ତ୍ତୀ ସମୟରେ ହେବ। ଆତ୍ମା ପରମାତ୍ମା କୋଉ ଶକ୍ତି ଦ୍ଵାରା ପରିଚାଳିତ ହଉଛି ଜୀବ ସତ୍ତା, ତା ଉପରେ ଏକ ସୂକ୍ଷ୍ମ ଆଲୋଚନା ନିଶ୍ଚିତ ଭାବେ ସାର୍ କଲେ। ଆମକୁ ବହୁତ ଖୁସି ଲାଗିଲା। ଆଉ ବିଶେଷ ଭାବରେ ଜ୍ଞାନ ଭକ୍ତି ଭାବ ଦର୍ଶନ ଏଇ ସବୁଗୁଡ଼ିକ ସମ୍ମିଳିତ ଭାବରେ ଯେ ଠିକ ଭଗବାନଙ୍କ ନିକଟରେ ସମର୍ପିତ ହବ, ସେହି ଦିବ୍ୟ ଚକ୍ଷୁ ପ୍ରାପ୍ତ ହବ ଏବଂ ସେ ମହାନ ଐଶ୍ୱରିକ ସତ୍ତାକୁ ଯେ ଉପଲବ୍ଧି କରିପାରିବ ତାର ଭାବ ଚକ୍ଷୁରେ, ସେଇଟା ସାର୍ ସୁନ୍ଦର ଭାବରେ କହିଲେ। ଯୋଉଠିକି ବିଜୟ ଶକ୍ତି ହଉଛି ଆତ୍ମାର ଡ୍ରାଇଭିଂ ଫୋର୍ସ, ସବୁ ଜିନିଷକୁ ଚଳଉଛନ୍ତି ଯେତେ ଅଛି ମଣିଷର ଆତ୍ମା, ମଣିଷକୁ ଯୋଉ ପ୍ରତିଟି ଜୀବ ରହୁଛି, ମଣିଷ ପିମ୍ପୁଡ଼ି ଜନ୍ଦା ଠାରୁ ଆରମ୍ଭ କରି ବାଘ ଭାଲୁ ସବୁ ଭିତରେ ତାଙ୍କର ଐଶ୍ୱରିକ ସତ୍ତାର ଯୋଉ ବ୍ୟାପ୍ତି ରହିଛି, ଉପସ୍ଥିତି ରହିଛି, ସେଇଟାକୁ ଗୋଟେ ସୁନ୍ଦର ଭାବରେ ସାର୍ ଆମକୁ ବୁଝେଇଲେ। ଶୂନ୍ୟରୁ ଆସି ଶୂନ୍ୟରେ ମିଳେଇ ଯାଏ, ସବୁଠି ଗୋଟେ ଶୂନ୍ୟର ଆଭାସ ଦିଆଯାଇଛି। ନିଶ୍ଚିତ ଭାବରେ ସେ ଭଗବାନଙ୍କର ସତ୍ତାକୁ, ଐଶ୍ୱରିକ ସତ୍ତାକୁ ଆଧ୍ୟାତ୍ମିକ ଜ୍ଞାନ ଭିତରେ ଯେ ପରିମାର୍ଜିତ ଯେ ଅନୁଶୀଳନ କରିବାକୁ ଚାହାନ୍ତି, ଯୁଗ ଯୁଗ ଧରି ବହୁତ ମହା ଋଷି ମାନେ କରିଛନ୍ତି, ଦାର୍ଶନିକ ମାନେ କରିଛନ୍ତି, ତର୍କ ଶାସ୍ତ୍ରରେ କରାଯାଇଛି, ବିଜ୍ଞାନରେ କରାଯାଇଛି, ସବୁ ଅନେକ କ୍ଷେତ୍ରରେ ସବୁ ସେ ସବୁ ବିଷୟରେ ବିଚାର ବିମର୍ଶ ଏବେ ଯାଏ ମଧ୍ୟ ଚାଲିଛି। ଏବଂ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ କୋଉଠି କେମିତି ପହଞ୍ଚିଛନ୍ତି କି ନାହିଁ ସେ ମଧ୍ୟ ଠିକ ଭାବରେ କହିହବ ନାହିଁ। ତଥାପି ଗୀତାରେ ଅନେକ ଜିନିଷ ସୂକ୍ଷ୍ମ ଭାବରେ ନିଶ୍ଚିତ ଭାବରେ ବୁଝେଇ ଦିଆଯାଇଛି। ଆଉ ଗୋଟେ ନିଶ୍ଚିତ କୌଣସି ଗୋଟେ ଶକ୍ତି ଏଇ ସବୁ ଜୀବକୁ ଯେ ପରିଚାଳିତ କରୁଛି ଏଥିରେ ସନ୍ଦେହ ନାହିଁ। ତେଣୁ ଅର୍ଜୁନକୁ ସେ ଦିବ୍ୟ ଚକ୍ଷୁ ପ୍ରଦାନ କଲେ, ତାର ଶାରୀରିକ ଚକ୍ଷୁ ଆଉ ଚର୍ମ ଚକ୍ଷୁ ନେଇ ଅର୍ଜୁନ କେବେ ତାଙ୍କୁ ଉପଲବ୍ଧି କରିପାରିବନି। ଗୋଟେ ଦିବ୍ୟ ଚିନ୍ତା ଯଦି ତା ମନ ଭିତରେ ହେବ ଆସିବ ଯୋଉ କୌଣସି ଲୋକ ହୃଦୟରେ, ତେବେ ସେ ଐଶ୍ୱରିକ ସତ୍ତାର ଶୂନ୍ୟତାକୁ ଉପଲବ୍ଧି କରିପାରିବ। ନିଶ୍ଚିତ ଭାବରେ ଅତି ସୁନ୍ଦର ଭାବରେ ପରମାତ୍ମା ଇତ୍ୟାଦି ବିଷୟରେ ଭଗବାନଙ୍କର ସ୍ଥିତି ବା ତାଙ୍କର ଉପସ୍ଥିତି ଶକ୍ତି ଭାବରେ କେମିତି ସବୁ ଶରୀର ଭିତରେ ସବୁ ରହିଛି, ଅତି ସୁନ୍ଦର ଭାବରେ ସାର୍ ବୁଝେଇଲେ। ବହୁତ ବହୁତ ଧନ୍ୟବାଦ ସାର୍ଙ୍କୁ। ବିଶେଷ ଭାବରେ ଶୂନ୍ୟ ମଧ୍ୟରେ ଶୂନ୍ୟ ଥାଇ ତା ମଧ୍ୟରେ ବ୍ରହ୍ମ ବିରାଜରେ, ସେ ବ୍ରହ୍ମଟାକୁ ଆମେ ସବୁଥିରେ ଭାବିଛନ୍ତି ଯେ ଆମର ସେଟା ହଉଛି ଗୋଟେ ଡ୍ରାଇଭିଂ ପରେ ପ୍ରକୃତର ଐଶ୍ୱରିକ ସତ୍ତା, ତାର ସ୍ଥିତି କେମିତି, ତାର ଆକାର କେମିତି, ତାର ରଙ୍ଗ କେମିତି, ସେ ବିଷୟରେ ପରିକଳ୍ପନା କରାଯାଇପାରେ ନା। କିନ୍ତୁ ସମଗ୍ର ସୃଷ୍ଟିଟା ଗୋଟେ ଶୂନ୍ୟତାର ପରିପ୍ରକାଶ ବୋଲି କୁହାଯାଇପାରେ। ଯେତେ ଗ୍ରହ ନକ୍ଷତ୍ର ସୂର୍ଯ୍ୟ ଚନ୍ଦ୍ର ପୃଥିବୀ ଗଛ ଲତା ବୃକ୍ଷ ନଦୀ ଝରଣା ସମୁଦ୍ର ଇତ୍ୟାଦି ଦର୍ଶନୀୟ ଆମେ ଯାହା ଦେଖୁଛେ ବି, ଗ୍ୟାଲାକ୍ସି ଅଛି ମହାଶୂନ୍ୟରେ, କୋଟି କୋଟି ଗ୍ରହ ନକ୍ଷତ୍ର ଅଣୁ ସବୁ ରହିଛି, ସେ ସବୁ କୋଉଠି ତାର ଆଦି ଅନ୍ତ ହେଇଛି ତାର ଏବେ ସୁଦ୍ଧା ବି ତାର କିଛି ସଠିକ ନିର୍ଯାସ ମିଳିପାରି ନାହିଁ। ତଥାପି ସେଇ ସମସ୍ତର କେନ୍ଦ୍ରବିନ୍ଦୁ ବୋଲି ନିଶ୍ଚିତ ଭାବରେ ମନ କହୁଛି ଯେ ସବୁ ସେଇ ଶୂନ୍ୟ ଭିତରେ ରହିଛି। ସବୁ ଦୃଶ୍ୟମାନ ମହାଜାଗତିକ ବସ୍ତୁଟା ହଉଛି ଶୂନ୍ୟର ପ୍ରତିରୂପ, ଗୋଟେ ରୂପ ଧାରଣ କରିଛି, କିନ୍ତୁ ସେ ପୁଣି ଆଉ ଥରେ ଶୂନ୍ୟ ହେଇଯାଇପାରେ। ତେଣୁ ସେ ସର୍ବଶୂନ୍ୟ ସବୁଆଡେ ବ୍ୟାପି ରହିଛନ୍ତି। ସେ କୋଉଠି କେମିତି ପ୍ରକାଶିତ হবে କଣ, ସେଟା ତାଙ୍କର ଇଚ୍ଛାଧୀନ। ଏଇ ସୁନ୍ଦର ତଥ୍ୟଟି ଅର୍ଜୁନକୁ ବୁଝେଇବା ପାଇଁ ଭଗବତ ଗୀତାରେ ଆମ ମୋର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆମର ସଂଯୋଜକ ମହୋଦୟଙ୍କୁ ଅନୁରୋଧ କରୁଛି। ଧନ୍ୟବାଦ ସାର୍, ଆପଣଙ୍କ ଚମତ୍କାର ସମାପ୍ତ ଟିପ୍ପଣୀ ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ବର୍ତ୍ତମାନ ଧନ୍ୟବାଦ ଅର୍ପଣର ବେଳ।
साथी संजय भाई को अनुरोध से धन्यवाद अर्पण करेंगे। संजय भाई। हेलो सुबिला कि आज्ञा आज्ञा कहतु कहतु हाँ कहतु समस्त नमस्कार। स्वामी विवेकानंद लोक संसदर 59तम पाठ्यचक्र गीता सुगीता कर्तव्य एकादश अध्याय आलोचन उपस्थित समस्त सत्संग प्रेमी विज्ञ प्राज्ञ भक्त लोक मान स्वागत जनाऊँगी। एबे धन्यवाद समय प्रथम आरंभ मु धन्यवाद देवी मोर अति प्रिय सहकारी बंधु श्रीयुक्त सूरज पट्टनायक को जी संयोजन अंशग्रहण कर सुंदर संयोजना समस्त को मुग्ध करिछि। परवर्ती पर्याय मु धन्यवाद देवी श्रीमती पद्मिनी साहू भौणी को जे ओंकार वेद पाठ गान करी समस्त को भगवान निकटवर्ती कराई मन को ऊर्ध्वमुखी कराई मो अंतर धन्यवाद धन्यवाद देवी शुभश्री ओझा भौणी को जे विवेक बाणी पाठ करथिले। धन्यवाद देवी आम स्वामी विवेकानंद लोक संसदर वरिष्ठ जने विज्ञ प्राज्ञ व्यक्ति सम्माननीय डॉक्टर बिंबाधर बेहरा महोदय को जे कि जड़े अध्यापक अवसर प्राप्त अध्यापक आम डीडी कॉलेज ऑटोनोमस कॉलेज रो सुंदर भाव परिचय प्रदान सहित समाप्त टिप्पणी विस्तृत भाव आज आलोचना विषय संक्षेप रखी जड़े बयसर वार्धक्यता ग्रास कर शारीरिक भाव मानसिक भाव से जड़े युव व्यक्ति भली कार्य करती धन्यवाद देवी और कृतज्ञता ज्ञापन करी जेहेतु सहित प्रणाम जनइबी। धन्यवाद देवी जे अपेक्षार अच्छा शांति पाठ करने श्रीयुक्त नारायण चंद्र भाई जे विवेकानंद लोक संसद बहु पुरातन आजीवन सदस्य से संपूर्ण सत्यजनित निज जीवन को उत्सर्गीकृत कर संस्था संगठन धन्यवाद देवी। आज जे मुख्य आकर्षण अच्छा जे प्रसंग को आगे नहीं आलोचन मुख्य भाग नहीं माननीय डॉक्टर गुरुप्रसाद महापात्र जे जन प्राध्यापक इंग्राजी भाषा साहित्य उच्च शिक्षा विभाग ओडिशार सुंदर भाव में सुदीर्घ सुंदर शब्द संयोजन अगाध पांडित्य भगवान पापी मान विनाश कर धर्म संस्थापना करने जन्म नि और भगवान प्रकृत स्वरूप संबंध में जी आलोचना करते समस्त मंत्रमुग्ध करते धन्यवाद देवा संगे कृतज्ञता जनाऊँगी संगठन तरफ एवं प्रणाम जनाऊँ। आत्मा अविनेश्वर समस्त शरीर आत्मा अच्छी क्षुद्र ठार बृहत जीव समस्त देह एक कथा से सुंदर भाव में आमको बुझे धन्यवाद देवी आहरी आमर आज संध्या सत्संग दिव्य चिंताधारा आलोचना चक्र अनेक वरिष्ठ भाई माने अंशग्रहण करिसेंती निजको धन्य करने संगे संगे अन्य मानन को प्रेरणा जगैछंती से भाई वरिष्ठ भाई मान को धन्यवाद देवी पाखे कृतज्ञता जन मोर धन्यवाद पर्व शेष करुच्ची। अनेक अनेक धन्यवाद संजय भाई। वर्तमान समस्त इष्ट खंडन शांति पाठ आह्वान करुच्ची साथी नारायण भाई को से शांति पाठ करेंगे। समस्त को संध्या अवसर रे